ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାର ବିଶୋଇ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। କେନ୍ଦ୍ର ସରକାରଙ୍କ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଦେଶରେ ଆରମ୍ଭ ହୋଇଛି ବାଳ ବିବାହ ମୁକ୍ତ ଭାରତ 100 ଦିନିଆ ଅଭିଯାନ। ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ମଧ୍ୟ ଏହି ଅଭିଯାନର ଶୁଭ ଆରମ୍ଭ ହୋଇଛି। ଜିଲ୍ଲା ସମାଜ ଓ ମଙ୍ଗଳ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଅନୁଷ୍ଠିତ ଏହାର ଜିଲ୍ଲାସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅଭିଯାନର ଶୁଭ ଆରମ୍ଭ କରିଥିଲେ। ଆୟୋଗର ସଦସ୍ୟା ସୁଜାତା ନାୟକ, ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ମୁକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବାଲ୍ୟ ବିବାହ ମୁକ୍ତ ଅଭିଯାନ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ସହର ପରିକ୍ରମା କରିଥିଲା। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଭାସୀ ଜରିଆରେ ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ 5 ସର୍ଭେ ଅନୁଯାୟୀ 18 ବର୍ଷରୁ କମ୍ ବୟସରେ 29.4% ନାବାଳିକା ବିବାହ କରି ଗର୍ଭବତୀ ହେବା ସହ ମାତୃତ୍ୱ ଲାଭ କରୁଛନ୍ତି। 2 ବର୍ଷ ତଳେ ସର୍ବଭାରତ ସ୍ତରରେ ଜିଲ୍ଲା ପ୍ରଥମ ରହିଥିଲା। ଏବେ ଜିଲ୍ଲାର 10ଟି ବ୍ଲକରେ 1058ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗତ 10 ମାସରେ ଜିଲ୍ଲାରେ 381ଟି ବାଲ୍ୟ ବିବାହ ରୋକାଯାଇଛି। ଏହି ଅଭିଯାନ କାର୍ଯ୍ୟାନ୍ୱୟନ ଏକ ଦୀର୍ଘକାଳୀନ ଜାତୀୟ ପଦକ୍ଷେପ ଯାହା ବାଲ୍ୟ ବିବାହ ଦୂର କରିବା ସହ ଝିଅ ଓ ମହିଳାଙ୍କ ମଧ୍ୟରେ ଶିକ୍ଷା, ଦକ୍ଷତା, ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ ଓ ବିବାହ ସମ୍ବନ୍ଧୀୟ ସେବା ସହିତ ଜଡ଼ିତ ସଂସ୍ଥା ଓ 189 ଗ୍ରାମ ପଞ୍ଚାୟତ, 2ଟି ପୌରପାଳିକା ୱାର୍ଡ ମାଧ୍ୟମରେ ସଚେତନତା ଓ ସକ୍ରିୟକରଣ କରାଯିବ। ଏ ସମ୍ପର୍କରେ ଅଧିକ ସୂଚନା ଦେଇଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ବବିତା ପାତ୍ର। ବାଲ୍ୟ ବିବାହ ଭଳି ଗୋଟିଏ ବ୍ୟାଧି ଯାହାକି ସମାଜରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁକ୍ତ ହୋଇନାହିଁ, ତାକୁ ସମାଜରୁ କିଭଳି ଭାବରେ ଲୋପ କରିହେବ ତାହା ପାଇଁ ଆମର ଜାତୀୟ ସ୍ତରରେ 100 ଦିନିଆ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଯୋଉଭଳି ଭାବରେ ବାଲ୍ୟ ବିବାହ ପରିମାଣ ମୁଁ ତ କହିବି ଏଠାରେ ଅଧିକ ଅଛି, ତେଣୁ ଆକୁ କିଭଳି ଭାବରେ ଆମେ ସମ୍ପୂର୍ଣ୍ଣ ଲୋପ କରିପାରିବା ତାହା ଉପରେ ସମସ୍ତେ ଆମର ସରକାରୀ ସ୍ତରରେ ହଉ, ସାମାଜିକ ସ୍ତରରେ ହଉ, ସାମାଜିକ ସଂଗଠନ, ଅଭିଭାବକ ତଥା ଆମର ସ୍କୁଲ ଶିକ୍ଷକ ସମସ୍ତ ସ୍ତରରେ କିଭଳି ଭାବରେ ଏଇଭଳି ଘୃଣ୍ୟ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରିପାରିବେ ତା ଉପରେ ସମସ୍ତେ କାମ କରନ୍ତୁ ଏବଂ ପିଲାମାନଙ୍କୁ କିଭଳି ଭାବରେ ଆମେ ଆୱାରନେସ୍ କରାଇପାରିବା, ସମାଜକୁ ଆୱାରନେସ୍ କରାଇପାରିବା ତା ଉପରେ ମଧ୍ୟ ସମସ୍ତେ କାମ କରନ୍ତୁ। ଗ୍ରାମାଞ୍ଚଳର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର। ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ତ କେବଳ ଜଣେ ଲୋକ ଦ୍ୱାରା ହେବ ନାହିଁ, ଯେହେତୁ ଏଇଟା ଆମର ଭାରତର ପ୍ରଧାନମନ୍ତ୍ରୀ ଗତ 27 ନଭେମ୍ବରରେ କରିଥିଲେ, ଆଜିକୁ 1 ବର୍ଷ ପୁରି ଯାଇଛି। ଆଜି ଦିନଠୁ ମାର୍ଚ୍ଚ 8 ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ 100 ଦିନର କାର୍ଯ୍ୟକ୍ରମ ଚାଲିବ। ବିଭିନ୍ନ ଶିଶୁ ଅନୁଷ୍ଠାନ ଯେମିତି ସ୍କୁଲରେ, ଗ୍ରାମାଞ୍ଚଳରେ, ଗ୍ରାମ ପଞ୍ଚାୟତରେ, ବ୍ଲକରେ ସବୁ ଜାଗାରେ ଚାଲିବ। ଯେହେତୁ ଆମର ନବରଙ୍ଗପୁର ଜିଲ୍ଲାରେ ଓଡ଼ିଶାରେ ସର୍ବୋଚ୍ଚ 39% ଅଧିକା ଅଛି ବାଲ୍ୟ ବିବାହ ଏବଂ ଆମର ବିଶେଷ କରି ରହୁଛି ଗ୍ରାମ ସ୍ତରରେ ଯୋଉ ଅଙ୍ଗନବାଡି କର୍ମୀ ମାନେ, ସିଡିପିଓ ମାନେ ରହୁଛନ୍ତି, ସୁପରଭାଇଜର ମାନେ ରହୁଛନ୍ତି, ଆମର ଏନଜିଓ ରହୁଛନ୍ତି, ଆଉ ଡିଷ୍ଟ୍ରିକ୍ଟର ହବ୍ ଫର ଏମ୍ପାୱରମେଣ୍ଟ ଓମେନ୍ ଗୋଟେ ଷ୍ଟାଫ୍ ଅଛନ୍ତି, ସମସ୍ତେ ୟା ପଛରେ ଲାଗିଛନ୍ତି। ଏ ସମ୍ପର୍କରେ କହିଛନ୍ତି ଅଙ୍ଗନବାଡି କର୍ମୀ ଜୟନ୍ତୀ ଖୋସଲା। ସତ କଥା କହିବାକୁ ଗଲେ 18 ବର୍ଷ ତଳେ ଯୋଉ ଝିଅମାନେ ବାହା ହୁଅନ୍ତି ସେମାନେ କୁପୋଷିତ ଶିଶୁ ଜନ୍ମ କରନ୍ତି, ପୁଣି କୁପୋଷିତ ମା ମଧ୍ୟ ହୁଅନ୍ତି। ସେଥିପ୍ରତି ମାତା ପିତା ମଧ୍ୟ ଧ୍ୟାନ ଦେବା ଦରକାର। ଆଉ ଆମର ଯୋଉ ଅଙ୍ଗନବାଡି କେନ୍ଦ୍ରରେ ଆମର ଯୋଉ ଶନିବାର ଦିନ ଅଧିକ କାର୍ଯ୍ୟକ୍ରମ ରହିଛି, ସେଥିରେ ସମସ୍ତ ଆମର କିଶୋରୀ ବାଳିକା କିଶୋର ମାନେ ମଧ୍ୟ ଯୋଗ ଦେଇକି ସେ ବିଷୟରେ ଶିକ୍ଷା କରି ସେମାନେ ଯେ ପ୍ରକାର କି ଲାଭବାନ ହୁଅନ୍ତୁ, ଯେ ପ୍ରକାର କି ଚାଇଲ୍ଡ ମ୍ୟାରେଜରୁ ସେମାନେ ବଞ୍ଚିତ ହୁଅନ୍ତୁ, ଆଉ ଠିକ ଭାବରେ ପାଠ ପଢି ସେମାନେ ଆଗକୁ ଯାଆନ୍ତୁ, ଏହା ମୋର କାମନା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟରେ ଧାନଚାଷ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ପାଇଁ ଡାଲି ଜାତୀୟ ବିହନ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ଶିକ୍ଷା ଓ ଶିକ୍ଷକ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପଞ୍ଚାୟତ ସମିତି ସ୍ତରୀୟ ବାଲ ବୈଜ୍ଞାନିକ ତଥା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବିଜ୍ଞାନ ପ୍ରଦର୍ଶନୀ ଉମରକୋଟସ୍ଥିତ ଜାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।